महिमालिक शरण। गुरु ब्रह्म महिमालिक शरण। गुरु ब्रह्म महिमालिक शरण। ମୁଁ ଶ୍ରୀ ଅପର୍ତ୍ତି ମହାରଣା ମହିମା ବାସ୍ତୁ ସେବା ୟୁଟ୍ୟୁବ୍ ଚ୍ୟାନେଲ ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ମୁଁ ଆଜି କହିବାକୁ ଯାଉଛି ଅଶ୍ୱମେଧ ଯଜ୍ଞର ଫଳ। ବିଳମ୍ବ ନ କରି ଆରମ୍ଭ କରୁଛି। ହସ୍ତିନା ନଗରୀର ମହାରାଜ ଯୁଧିଷ୍ଠିର ଦେବ ପ୍ରଜାବତ୍ସଳ, ଦାନବୀର ଓ ଯଶସ୍ୱୀ ଥିଲେ। ସର୍ବଦା ଈଶ୍ୱରଙ୍କ ପାଦ ପଦ୍ମରେ ମନ ପ୍ରାଣ ଦେଇ ବେଦାଦି ଗ୍ରନ୍ଥମାନ ପାଠ କରି ସଦାଚାର ପାଳନ କରୁଥିଲେ। ଯୁଧିଷ୍ଠିର ଦେବ ବହୁ ଯଜ୍ଞାନୁଷ୍ଠାନ ମାନ କରିଛନ୍ତି। ବ୍ରହ୍ମଯଜ୍ଞ, ରାଜସ୍ୱ ଯଜ୍ଞ, ବହୁ ଯାଗଯଜ୍ଞ ମାନ କରିଛନ୍ତି। ଏହା ସବୁ ପ୍ରଜାଙ୍କ ଠାରୁ କର ଆଦାୟ କରି ନିଜର ଆଡମ୍ବର ଓ ଦେଶ ରକ୍ଷା ନିମିତ୍ତ ସୈନିକମାନଙ୍କ ନିମନ୍ତେ ଖର୍ଚ୍ଚ କରି ଯାହା ବଳକା ହୁଏ ତହିଁରେ ପ୍ରଜାମାନଙ୍କର ମଙ୍ଗଳ ସକାଶେ ଯାଗଯଜ୍ଞ କରନ୍ତି। ଥରେ ରାଜା ଯୁଧିଷ୍ଠିରଙ୍କ ମନରେ ଅଶ୍ୱମେଧ ଯଜ୍ଞ କରିବାକୁ ମନସ୍ଥ କଲେ। ଏହି ଯଜ୍ଞ କିପରି ହୁଏ ଶ୍ରୀକୃଷ୍ଣଙ୍କୁ ପଚାରି ବୁଝିଲେ। ଶ୍ରୀକୃଷ୍ଣ ସମସ୍ତ ବିଷୟ ବୁଝାଇ ଦେଲେ। ଗୋଟିଏ ଅଶ୍ୱ ଆଣି ତାକୁ ସ୍ୱର୍ଣ୍ଣରେ ମଣ୍ଡିତ କରି ଦିଗ୍ବିଜୟ ସକାଶେ ଛାଡ଼ିଦେଲେ। 4 ଜଣ ଧନୁର୍ଧାରୀ ବୀରମାନେ ଅଶ୍ୱର ପଛେ ପଛେ ଖାଦ୍ୟ ଧରି ଚାଲିଲେ। କିଛି ଦିନ ପରେ ଅଶ୍ୱଟି ଦିଗ୍ବିଜୟ କରି ଫେରି ଆସିଲା। ଅଶ୍ୱ ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେଲା। ଅନେକ ଚତୁର୍ବେଦଜ୍ଞ ବ୍ରହ୍ମଚାରୀ, ବ୍ରାହ୍ମଣ, ତପୋବନ୍ତ, ଆତ୍ମନିଷ୍ଠ, ଶୁଦ୍ଧାତ୍ମା, ନୀତିଜ୍ଞ, ଋଷି, ମୁନି, ସାଧୁ, ସନ୍ନ୍ୟାସୀ, କୁଳ ପୁରୋହିତଗଣ ଆସି ଯୋଗଦାନ କରିଥିଲେ। ଯଜ୍ଞ ମଣ୍ଡପ ସଜା ହେଲା। ଯଜ୍ଞରେ ଆହୁତି ଦିଆ ଚାଲିଥାଏ। ବେଦ ମନ୍ତ୍ର ପାଠ ସଙ୍ଗେ ସଙ୍ଗେ ନାରିକେଳ, କଦଳୀ, ଅଗୁରୁ, ପାଟବସ୍ତ୍ର, ଧୂପ, ଝୁଣା, ନବାତ, ମଧୁ ଓ ଘୃତରେ ଆହୁତି ଦିଆ ଚାଲିଥାଏ। ଶଙ୍ଖ, ଘଣ୍ଟା, ଖୋଳ କରତାଳରେ ମୃଦଙ୍ଗର ଘୁ ଘୁ ନାଦ ହେଉଥାଏ। ଯଜ୍ଞ ମଣ୍ଡପଟି ଶୋଭା ପାଉଥାଏ। ସାଧୁ, ସନ୍ନ୍ୟାସୀ, ଦୁଃଖୀ ଦରିଦ୍ରଙ୍କୁ ଅନ୍ନ ବସ୍ତ୍ର ଦାନ ଦିଆ ଚାଲିଥାଏ। ସମସ୍ତଙ୍କୁ ଦକ୍ଷିଣା ମଧ୍ୟ ଦିଆଯାଉଥାଏ। ସମସ୍ତେ ଆନନ୍ଦରେ ଭୋଜନ କରୁଥାନ୍ତି। ଉକ୍ତ ଯଜ୍ଞରେ ବ୍ରହ୍ମର୍ଷି ବଶିଷ୍ଠ ଦେବ ପୌରୋହିତ ରୂପେ ବରଣ କରାଯାଇଥାନ୍ତି। ସୁଚାରୁ ରୂପେ ଯଜ୍ଞରେ ଘୃତାହୁତି ମାନ ଦିଆ ଚାଲିଥାଏ। ଯୁଧିଷ୍ଠିର ଦେବଙ୍କର ମନରେ ଗର୍ବ ଭାବନା ଆସି ଯାଇଥାଏ ଯେ ମୁଁ ଏତେ ଅର୍ଥ ଖର୍ଚ୍ଚ କରି, ଏତେ କଉଡ଼ି ଖର୍ଚ୍ଚ କରି ଯଜ୍ଞ କରୁଛି, ଆଉ ଏ ଧରାରେ କେହି କରିପାରିବେ ନାହିଁ। ଏ କଥା ଶ୍ରୀକୃଷ୍ଣ ଜାଣିପାରିଲେ। ଏଣୁ ଯୁଧିଷ୍ଠିରଙ୍କର ଗର୍ବ ଖଣ୍ଡନ ନିମନ୍ତେ ଏକ ନେଉଳ ରୂପ କରି ଯଜ୍ଞ ସ୍ଥଳକୁ ପଠାଇଲେ। ଯେତେ ନରନାରୀ ଅଇଁଠା ପତ୍ର ଗୋଟିଏ ଆମ୍ବ ଗଛ ମୂଳରେ ପକାଇଥିଲେ, ସେହିଠାରେ ସେହି ଅଇଁଠା ପତ୍ର ଉପରେ ନେଉଳଟି ଗଡ଼ିବାକୁ ଲାଗିଲା। କିଛି ସମୟ ପରେ ଗଡ଼ାଗଡ଼ି କରି କରତାଳି ମାରି ମନୁଷ୍ୟ ପରି ଛିଡ଼ା ହୋଇଗଲା ଓ କହିଲା, ଏ ଯଜ୍ଞରେ ପୁଣ୍ୟ ଫଳ କିଛି ନାହିଁ। ନେଉଳ ତାଳି ମାରି ମାରି ଏଇ କଥା କହୁଥିବା ସମୟରେ ଲୋକମାନେ ସବୁ ଶୁଣୁଥାନ୍ତି
ଶ୍ରୀକୃଷ୍ଣ ନେଉଳକୁ ପଚାରିଲେ, ତମେ ଏପରି କଥା କିପରି କହୁଛ? ମହାରାଜ ଯୁଧିଷ୍ଠିର ଦେବ ଅଶ୍ୱମେଧ ଯଜ୍ଞ କରୁଛନ୍ତି। ଏହାଠାରୁ ବଳି ଧର୍ମ ବା ପୁଣ୍ୟକର୍ମ ସଂସାରରେ ଆଉ କ'ଣ ଅଛି? ତମେ କିପରି ଅଯଥା ପୁଣ୍ୟ ନାହିଁ ବୋଲି କହୁଛ? ନେଉଳ ହାତ ଯୋଡ଼ି କହିଲା, ହେ ଭଗବାନ, ମୁଁ ଏହି ବିଷୟରେ ଗୋଟିଏ ଗଳ୍ପ କହୁଛି, ଶୁଣନ୍ତୁ। ଗୋଟିଏ ଗ୍ରାମରେ, ଗୋଟିଏ ରାଜ୍ୟରେ ଦୀନ ଦୁଃଖୀ ପରିବାରଟିଏ ଥିଲା। ପରିବାର ମଧ୍ୟରେ 4 ଜଣ ଥିଲେ। ବାପା ମା 2 ଜଣ ଓ ପୁଅ ବୋହୂ 2 ଜଣ। ବସୁଧାରେ ଗାର ପକାଇବାକୁ ତାଙ୍କର ଜମି ନାହିଁ। ଛୋଟ କୁଡ଼ିଆ ପଲାଟିଏ କରି ରହିଥାନ୍ତି। କେତେବେଳେ ଖାଉଥାନ୍ତି ତ କେତେବେଳେ ଉପାସ ରହିଯାଆନ୍ତି। କେତେବେଳେ ମାଗି କରି ଖାଆନ୍ତି ତ କେତେବେଳେ ଉପାସ ମଧ୍ୟ ରହନ୍ତି। ଏତେ କଷ୍ଟରେ ମଧ୍ୟ ବୋହୂଟି କାହାକୁ କିଛି କୁହେ ନାହିଁ। ଥରେ 7 ଦିନ ସେତେବେଳକୁ ଉପବାସ ରହିଲେଣି। 4 ଜଣ ଯାକ ମିଶି ଗୋଟିଏ ଚାଷୀର କ୍ଷେତରୁ ପଡ଼ିଥିବା କିଛି ଶସ୍ୟକୁ ଖୁଣ୍ଟି ଆଣି ରୋଷେଇ କରିଲେ। ବୋହୂ ରନ୍ଧନ କରି ପାକଶାଳାରୁ ବାହାରି ଆସିଲେ। ଶାଶୁ ଯାଇ ସମାନ 4 ଭାଗ କରି ବଣ୍ଟନ କରିଦେଲେ। ଏହି ସମୟରେ ଜଣେ ଭିକ୍ଷାସୀ ସାଧୁ ଦୁଆର ମୁହଁରେ ଥାଇ ଡାକିଲେ, ହେ ଦାତା, ଆଜକୁ 1 ମାସ ହେଲା ମୁଁ ଅନ୍ନ ଖାଇନାହିଁ। ତମ ଘରେ ଅନ୍ନର ବାସ୍ନା ହେଉଛି। ମୋତେ କିଛି ଖାଇବାକୁ ଦିଅ। ମୋର ଅନ୍ନ ଖାଇଲେ ଆତ୍ମା ଶାନ୍ତି ହେବ। ମହାବାହୁ ତମର ସର୍ବବିଧ ମଙ୍ଗଳ କରିବେ। ଏ କଥା ଶୁଣି ବୁଢ଼ା ବାହାରକୁ ବାହାରି ଆସି ଦେଖନ୍ତି, ଜଣେ ଜୀର୍ଣ୍ଣ ଶୀର୍ଣ୍ଣ ବୃଦ୍ଧ ସନ୍ନ୍ୟାସୀ ଖାଦ୍ୟ ମାଗୁଛନ୍ତି ଓ କହୁଛନ୍ତି, ମୁଁ 1 ମାସ ହେଲା କିଛି ଖାଇନାହିଁ। ବୁଢ଼ା ଭାବିଲା, ମୁଁ ତ 7 ଦିନ ଉପବାସ ରହିଛି ମାତ୍ର, ଇଏ ତ 1 ମାସ ହେଲା ଖାଇନାହାନ୍ତି କହୁଛନ୍ତି। ତାପରେ ଇଏ ଜଣେ ସାଧୁ, ବୟସ୍କ ବୃଦ୍ଧ, ୟାଙ୍କୁ ଯଦି ମୁଁ ଫେରାଇ ଦିଏ ମହାପାପ ହେବ, ଅଧର୍ମ ମଧ୍ୟ ହେବ। ସାଧୁ ସେବା ଏକ ମହତ୍ଵ ସେବା, ଏହା ଶାସ୍ତ୍ରରେ ଅଛି। ଅତିଥି ହୋଇଲେ ନିରାଶ, ସକଳ ଧର୍ମ ହୁଏ ନାଶ। ଅତିଥି ଯା ଦ୍ୱାରୁ ବାହୁଡ଼େ, ସେ ପ୍ରାଣୀ ପ୍ରେତ ମୁଖେ ପଡ଼େ। ତାର ସଞ୍ଚିତ ପୁଣ୍ୟ ଯେତେ, ଗମନ୍ତି ଅତିଥି ସଙ୍ଗତେ। ଯଦି ଅତିଥିକୁ ଦ୍ୱାର ମୁହଁରୁ ଫେରାଇ ଦିଆଯାଏ, ତାର ଜୀବନରେ ଯେତେ ପୁଣ୍ୟ ସଞ୍ଚୟ କରିଥିବ, ସେ ପୁଣ୍ୟ ସବୁ ସେଇ ଅତିଥି ସଙ୍ଗେ ସଙ୍ଗେ ଚାଲିଯିବ। ଏହା ଭାବି ବୁଢ଼ା ଗୋଟାଏ ଆମ୍ବ ଗଛ ମୂଳ ସଫା କରିଦେଇ କହିଲା, ଆପଣ ଏହିଠାରେ ବସନ୍ତୁ, ମୁଁ ଆପଣଙ୍କ ପାଇଁ ଖାଦ୍ୟ ନେଇ ଆସୁଛି। ଶୀଘ୍ର ଘର ଭିତରକୁ ଯାଇ ଖଣ୍ଡିଏ କଦଳୀ ପତ୍ର ଓ ପାଣି ଢାଳଟିଏ ଆଣିଲା। ସାଧୁ ପାଦ ଧୋଇ ଦେଇ ଗଛ ମୂଳରେ ବସାଇଲା। ସାଧୁ ତତକ୍ଷଣାତ କାଳ ବିଳମ୍ବ ନ କରି ଭୋଜନରେ ବସିଗଲେ। ଶୀଘ୍ର ଶୀଘ୍ର ଖାଇଦେଇ ଅନାଇ ରହିଲେ। ବୁଢ଼ୀ ଭାବିଲା, ସ୍ୱାମୀ ତ ମୋର ଦେବତା, ତାଙ୍କ ଖାଦ୍ୟକୁ ସାଧୁ ଭୋଜନ କଲେ, କିନ୍ତୁ ସାଧୁଙ୍କର ଆତ୍ମା ଶାନ୍ତି ହୋଇନାହିଁ। ଏଣୁ ସେ ପତର ପାଖରୁ ଉଠୁନାହାନ୍ତି। ଏହା ଭାବି ତାଙ୍କ ଭାଗଟା ଆଣି ସାଧୁଙ୍କୁ ଦେଇଦେଲା। ସାଧୁ ତାହା ମଧ୍ୟ ଖାଇ ଉଠିଲେ ନାହିଁ। ତାଙ୍କର ଆତ୍ମା ଶାନ୍ତ ହୋଇନାହିଁ। ଏଣୁ ପୁତ୍ରର ମଧ୍ୟ ଦୟା ଭାବ ଆସିଲା। ସେ ଭାବିଲା, ମୋର ପିତା ମାତା ନ ଖାଇ ସାଧୁଙ୍କୁ ଦେଇଦେଲେ, ସେମାନେ ମୋର ପୂଜ୍ୟ, ସେମାନେ ଉପବାସ ରହିଲେ, କିନ୍ତୁ ସାଧୁ ଆତ୍ମା ସନ୍ତୁଷ୍ଟ ହେଲା ନାହିଁ।
ମୋ ଭାଗଟା ଖାଇଦେଲେ ସାଧୁ ହରସ ମନରେ ଚାଲିଯିବେ। ଏହା ଭାବି ତା ଖାଦ୍ୟଟିକୁ ଆଣି ସାଧୁଙ୍କ ପତ୍ରରେ ଦେଇଦେଲା। ସାଧୁ ତାହା ମଧ୍ୟ ଖାଇଦେଲେ, କିନ୍ତୁ ପତର ପାଖରୁ ଉଠିଲେ ନାହିଁ। ସାଧୁଙ୍କର ପେଟ ପୁରି ନାହିଁ। 3 ଭାଗେ ଖାଇଦେଲେଣି, ତଥାପି ପେଟ ପୁରି ନାହିଁ। ବୋହୂ ଭାବିଲା, ମୋର ତ ସମସ୍ତେ ଦେଇ ସାରିଲେଣି। ମୋର ଶାଶୁ ଶ୍ୱଶୁର ପୂଜ୍ୟ ନମସ୍ୟ ଅଟନ୍ତି। ସ୍ୱାମୀ ମୋର ଜୀବନର ଜୀବନ, ପ୍ରଥମ ଦେବତା। ସାଧୁ 3 ଭାଗେ ଖାଇ ମଧ୍ୟ ଉଠୁନାହାନ୍ତି। ମୋ ଭାଗଟା ଖାଇଦେଲେ ସାଧୁଙ୍କର ପେଟ ପୁରିଯିବ, ସାଧୁଙ୍କର ଆତ୍ମା ଶାନ୍ତି ହେଇଯିବ। ଏହା କହି ତାହାର ଭାଗଟା ମଧ୍ୟ ସାଧୁଙ୍କ ପତ୍ରରେ ବାଢ଼ିଦେଲା। ସାଧୁ 4 ଭାଗ ଯାକ ଖାଇ ଉଠି ହାତ ମୁହଁ ଧୋଇ ହୋଇ ଦାତାର ମଙ୍ଗଳ କାମନା କଲେ ଓ ଉଚ୍ଚ ସ୍ୱରରେ କହିଲେ, ଦାତାର ଭଣ୍ଡାର ପରିପୂର୍ଣ୍ଣ ହେଉ। ଏହା କହି ଗଛ ମୂଳରେ ଶୋଇ ପଡ଼ିଲେ। କିଛି କ୍ଷଣ ପରେ 4 ଜଣ ଯାକ ସାଧୁଙ୍କୁ ସାଷ୍ଟାଙ୍ଗ ଶରଣ ହୋଇ ପାଦ ଧୂଳି ନେଲେ। ସାଧୁ କଲ୍ୟାଣ କରିଲେ। ମନବାଞ୍ଛା ପୂର୍ଣ୍ଣ ହେଉ, ଅନ୍ନ ବସ୍ତ୍ର ମିଳୁ କହି ଚାଲିଗଲେ। ବୈଶାଖ ମାସ। ଖରା ଟାଣ ଖରା। କେଉଁଠି ହେଲେ ବୁନ୍ଦାଏ ପାଣି ନାହିଁ। ପୋଖରୀ ନାଳ ସବୁ ଶୁଖି ଯାଇଥାଏ। ମୁଁ ପାଣି ପାଇଁ ଧାଇଁ ଧାଇଁ ବୁଲୁଥାଏ। ଦେଖିଲି ଯେଉଁଠାରେ ସାଧୁ ପତ୍ର ପକାଇଥିଲେ ତହିଁରେ କିଛି ବୁନ୍ଦା ପାଣି ଲାଗିଛି। ମୁଁ ତରତର ହୋଇ ସେହି ପତର ଉପରେ ଗଡ଼ିଗଲି। ଗୋଟିଏ ପାଖରେ ମୋର 2-4 ବୁନ୍ଦା ପାଣି ଲାଗିଗଲା। ତହିଁରେ ମୋର ଶରୀର ଶାନ୍ତି ହେଲା। ମୋର ଶୋଷ ମଧ୍ୟ ମେଣ୍ଟିଗଲା। ମୋର ଡାହାଣ ପାଖ ଅଙ୍ଗଟି ସେହି ପାଣି ଲାଗି ସୁବର୍ଣ୍ଣ ହୋଇଗଲା। ସେମାନେ ଯେଉଁ ସାଧୁ ଭିକ୍ଷା ଦେଲେ ତହିଁରେ ବହୁ ପୁଣ୍ୟ ଥିଲା। ତେଣୁ କିଞ୍ଚିତ ଜଳ 2 ବୁନ୍ଦାରେ ମୋର ଶରୀରରୁ ଅର୍ଦ୍ଧେକ ସୁବର୍ଣ୍ଣ ହୋଇଗଲା। ତାହାଠାରୁ ବଳି ତୀର୍ଥସ୍ଥାନ କ'ଣ ଅଛି? ମୋର ଗୋଟାଏ ପାଖ ସୁନା ହୋଇଛି, ଆଉ ଗୋଟାଏ ପାଖ କିପରି ସୁନା କରିବି, ସେହି ଦିନରୁ ମୁଁ ଘାରି ହେଉଥାଏ। ଏବେ ଶୁଣିବାକୁ ପାଇଲି ଧର୍ମନନ୍ଦନ ଯୁଧିଷ୍ଠିର ବଡ଼ ଯଜ୍ଞ ଗୋଟିଏ କରୁଛନ୍ତି। ସେଠାରେ ଅନେକ ସାଧୁ ସନ୍ନ୍ୟାସୀ ସାଧୁ ଭିକ୍ଷା ଦିଆଯାଉଛି। ସେଇଠାକୁ ଗଲେ ମୋର ଆଉ ଅଧେ ଶରୀର ସୁନା ହୋଇଯିବ, କିନ୍ତୁ ଖାଲି ଯାହା ମୋ ଦେହ ଶଙ୍କୁଡ଼ି ହେବା ସାର ହେଲା। କିଛି ଫଳ ମିଳିଲା ନାହିଁ। ବହୁ ସମୟ ମୁଁ ଶଙ୍କୁଡ଼ି ପତ୍ର ଉପରେ ଗଡ଼ିଲିଣି। କାହିଁ ମୋର ତ କିଛି ଦେହ ସୁନା ଟିକେ ହେଲାନି, ବରଂ ମୋ ଦେହ କୋତରା ହେଇଗଲା। ଏ କଥା ଶୁଣି ଯୁଧିଷ୍ଠିର କୃଷ୍ଣ ପଚାରିଲେ, ତୁମ ମନରେ କିଛି ଅନ୍ୟ ଭାବନା ଥିଲା କି? ଯୁଧିଷ୍ଠିର ସବୁ ସତ କଥା କହିଗଲେ। ଶ୍ରୀକୃଷ୍ଣ କହିଲେ, ତମ ଭଣ୍ଡାରରେ ତ 50 କୋଟି ସ୍ୱର୍ଣ୍ଣ ମୁଦ୍ରା ଗଚ୍ଛିତ ଅଛି। ତୁମ୍ଭେ ମାତ୍ର 10 କୋଟି ଖର୍ଚ୍ଚ କରିଛ। ଆହୁରି 40 କୋଟି ଗଚ୍ଛିତ ଅଛି। ଏହା ପ୍ରଜାମାନଙ୍କର କର ସ୍ୱରୂପ ମିଳିଛି। ପ୍ରଜାଙ୍କ ମଙ୍ଗଳ ସକାଶେ ଖର୍ଚ୍ଚ କରିବା କଥା। କିନ୍ତୁ ତୁମ୍ଭେ ମନରେ ଗର୍ବ ଆଣିଲ। ଏ ପୃଥିବୀରେ କେହି ଏପରି ଖର୍ଚ୍ଚ କରି ଯଜ୍ଞ କରିପାରିବେ ନାହିଁ ଯାହା ମୁଁ ଖର୍ଚ୍ଚ କରିପାରିଛି। ସେ ଗରିବ ବ୍ୟକ୍ତି ଥିଲା ସତ, କିନ୍ତୁ କେତେ କଷ୍ଟରେ ରହି ସାରା ପରିବାର ଉପବାସ ରହିଲେ, ତଥାପି ସାଧୁ ସେବା କରିଥିବାରୁ ତାହା ଏକ ପୁଣ୍ୟ କର୍ମ ହୋଇଥିଲା ଓ ସେ ସ୍ଥାନ ପୁଣ୍ୟ ସ୍ଥାନ ହୋଇଗଲା। ତୁମ୍ଭେ ସରଳ
ନିଷ୍କପଟ ହୃଦୟରେ ଏ ଯଜ୍ଞ କାର୍ଯ୍ୟ କରିପାରିଲ ନାହିଁ। ରାଜା ଯୁଧିଷ୍ଠିର ନିଜର ଭୁଲ ବୁଝିପାରି ସଭାସଦ ସମସ୍ତ ବ୍ୟକ୍ତିଙ୍କୁ ମୁନି ଋଷି ସାଧୁ ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରି ଭଲ ଭାବରେ ଦକ୍ଷିଣା ଭୋଜନ ଦେଇ ଯଜ୍ଞ କାମ କଲେ। ସାଧୁ ମୁନି ଋଷିମାନେ ଆନନ୍ଦରେ ଧନ ଜନ ଗୋପଲକ୍ଷ୍ମୀ ବୃଦ୍ଧି ହେଉ କହି ଆଶୀର୍ବାଦ ଦେଲେ। ଯଜ୍ଞ ସମାପନ ହେଲା। ଏହି ହେଲା ଯୁଧିଷ୍ଠିରଙ୍କର ଗର୍ବର ଫଳ। ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ, ଗୁରୁ ବ୍ରହ୍ମ ମହିମା ଅଲେଖ ଶରଣ ଶରଣ ଶରଣ।